ସମୟ ତୁମଠାରୁ ବହୁତ ଶକ୍ତିଶାଳୀ। କାହାକୁ ଭୁଲ ବୁଝିବା ପୂର୍ବରୁ ପ୍ରଥମେ ତା'ର ଅବସ୍ଥା ଜାଣିବା ଉଚିତ। କାହାକୁ ଅଯଥାରେ ଭୁଲ ଭାବନ୍ତୁ ନାହିଁ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେତେବେଳେ ଏ ତିନୋଟି କାମ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏନି ସାଙ୍ଗମାନେ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। କେହି ଲୁହାକୁ ନଷ୍ଟ କରିପାରିବେନି, କିନ୍ତୁ ଏହାର ନିଜର କଳଙ୍କ ନଷ୍ଟ କରିପାରେ। ସେହିଭଳି କେହି ମଣିଷକୁ ବିନାଶ କରିପାରିବେନି, କିନ୍ତୁ ତା'ର ନିଜ ମାନସିକତା ବିନାଶ କରିପାରେ। ଫୁଲର ସୁବାସ ନଥିଲେ ସେ ଫୁଲର ମୂଳ ନଥାଏ। ଠିକ୍ ସେହିପରି ସେ ଫୁଲର ସୌନ୍ଦର୍ଯ୍ୟ ବି ନଷ୍ଟ ହୋଇଥାଏ। ଫୁଲର ସୁବାସ ନଥିଲେ ସାଙ୍ଗମାନେ ସେ ଫୁଲର ମୂଳ ନଥାଏ, ସେ ଫୁଲ ଫୁଟିବା ବ୍ୟର୍ଥ। ଠିକ୍ ସେହିପରି ମଣିଷ ଚରିତ୍ର ନଥିଲେ ସେ ମଣିଷର ଜନ୍ମ ହେବା ବୃଥା। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ଆରମ୍ଭ କରିଦିଏ ବୁଝିବା, ସେତେବେଳକୁ ସବୁ ସରିଯାଇଥାଏ। ସବୁବେଳେ ଲୁଣ ପରି ହେବାକୁ ଚେଷ୍ଟା କରନ୍ତୁ ସାଙ୍ଗମାନେ, ଯେପରି କେହି ବି ଆପଣଙ୍କର ପରିସ୍ଥିତି ଜାଣିପାରିବେ ନାହିଁ, କିନ୍ତୁ ଆପଣଙ୍କର ଅନୁପସ୍ଥିତିକୁ ସବୁ କାର୍ଯ୍ୟରେ ଅନୁଭବ କରିପାରିବେ। ପ୍ରଜାମାନଙ୍କର ବଳ ହେଉଛି ଶାସନକର୍ତ୍ତା, କ୍ଷତ୍ରିୟମାନଙ୍କର ବଳ ହେଉଛି ସାହସ, ପଣ୍ଡିତମାନଙ୍କର ବଳ ହେଉଛି ବିଦ୍ୟା, କର୍ମୀ ଲୋକର ବଳ ହେଉଛି ଧୈର୍ଯ୍ୟ, ଧନୀ ଲୋକର ବଳ ହେଉଛି ଧନ, ଧାର୍ମିକ ଲୋକର ବଳ ହେଉଛି ପୁଣ୍ୟ, ମହତ୍ ଲୋକର ବଳ ହେଉଛି ଚରିତ୍ର, ଛାତ୍ରମାନଙ୍କର ବଳ ହେଉଛି ଶିଷ୍ଟାଚାର, କ୍ରୋଧର ବଳ ହେଉଛି କଠୋର ବଚନ, ଖଳମାନଙ୍କର ବଳ ହେଉଛି ହିଂସା, ସାକ୍ଷୀମାନଙ୍କର ବଳ ହେଉଛି ମିଥ୍ୟା। ଜୀବନରେ ସାଙ୍ଗମାନେ ସବୁବେଳେ ଉପଯୁକ୍ତ ମାର୍ଗରେ ରହି ନିଜେ ହସି ଅନ୍ୟକୁ ହସିବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଏ ଜୀବନ ଆଉ କେତେ ଦିନ ବାକି ଅଛି ତାହା କାହାକୁ ଜଣା ନାହିଁ। ଲୋକଙ୍କ ନିନ୍ଦାକୁ ଡରି ନିଜ ରାସ୍ତା ବଦଳାନ୍ତୁ ନାହିଁ, କାରଣ ସଫଳତା ଲାଜରୁ ନୁହେଁ ସାହସରେ ମିଳିଥାଏ। ମା ହୁଏତ ଲେଖାପଢ଼ା ଜାଣିନଥାଏ ଏ ସାଙ୍ଗମାନେ, କିନ୍ତୁ ଦୁନିଆର ସବୁଠାରୁ ଜରୁରୀ କଥା ଆମକୁ ମା ହିଁ ଶିଖାଇଥାଏ। ସେଥିପାଇଁ ତ କୁହାଯାଏ ମା ହେଉଛି ପ୍ରଥମ ଗୁରୁ। ନମସ୍କାର ସାଙ୍ଗମାନେ, ମନେ ରଖନ୍ତୁ ନମସ୍କାର ସାଙ୍ଗମାନେ ମନେ ରଖନ୍ତୁ, ଆନନ୍ଦରେ ଥିବା ସମୟରେ ପ୍ରତିଜ୍ଞା କର ନାହିଁ, କ୍ରୋଧରେ ଥିବା ସମୟରେ ଉତ୍ତର ଦିଅ ନାହିଁ ଏବଂ ଦୁଃଖରେ ଥିବା ସମୟରେ ନିର୍ଣ୍ଣୟ କେବେ ନିଅ ନାହିଁ। ଚଢ଼େଇଟିଏ ବଞ୍ଚିଥିଲା ବେଳେ ପିମ୍ପୁଡ଼ିକୁ ଖାଦ୍ୟ ଭାବେ ଗ୍ରହଣ କରେ। ଚଢ଼େଇର ମୃତ୍ୟୁ ହେଲା ପରେ ପିମ୍ପୁଡ଼ିଟି ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରେ। ପରିସ୍ଥିତି ପରିବେଶ କେତେବେଳେ ବି ବଦଳି ଯାଇପାରେ, ଏଣୁ କେବେ କାହାକୁ ଘୃଣା କିମ୍ବା ଛୋଟ ଭାବନ୍ତୁ ନାହିଁ। ତୁମେ ଆଜି ଶକ୍ତିଶାଳୀ ହୋଇଥାଇପାର, କିନ୍ତୁ ସମୟ ତୁମଠାରୁ ବହୁତ ଶକ୍ତିଶାଳୀ। କାହାକୁ ଭୁଲ ବୁଝିବା ପୂର୍ବରୁ ପ୍ରଥମେ ତା'ର ଅବସ୍ଥା ଜାଣିବା ଉଚିତ। କାହାକୁ ଅଯଥାରେ ଭୁଲ ଭାବନ୍ତୁ ନାହିଁ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେତେବେଳେ ଏ ତିନୋଟି କାମ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏନି ସାଙ୍ଗମାନେ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। କେହି ଲୁହାକୁ ନଷ୍ଟ କରିପାରିବେନି, କିନ୍ତୁ ଏହାର ନିଜର କଳଙ୍କ ନଷ୍ଟ କରିପାରେ। ସେହିଭଳି କେହି ମଣିଷକୁ ବିନାଶ କରିପାରିବେନି, କିନ୍ତୁ ତା'ର ନିଜ ମାନସିକତା ବିନାଶ କରିପାରେ। ଫୁଲର ସୁବାସ ନଥିଲେ ସେ ଫୁଲର ମୂଳ ନଥାଏ। ଠିକ୍ ସେହିପରି ସେ ଫୁଲର ସୌନ୍ଦର୍ଯ୍ୟ ବି ନଷ୍ଟ ହୋଇଥାଏ। ଫୁଲର ସୁବାସ ନଥିଲେ ସାଙ୍ଗମାନେ ସେ ଫୁଲର ମୂଳ ନଥାଏ, ସେ ଫୁଲ ଫୁଟିବା ବ୍ୟର୍ଥ। ଠିକ୍ ସେହିପରି ମଣିଷ ଚରିତ୍ର ନଥିଲେ ସେ ମଣିଷର ଜନ୍ମ ହେବା ବୃଥା। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ଆରମ୍ଭ କରିଦିଏ ବୁଝିବା, ସେତେବେଳକୁ ସବୁ ସରିଯାଇଥାଏ। ସବୁବେଳେ ଲୁଣ ପରି ହେବାକୁ ଚେଷ୍ଟା କରନ୍ତୁ ସାଙ୍ଗମାନେ, ଯେପରି କେହି ବି ଆପଣଙ୍କର ପରିସ୍ଥିତି ଜାଣିପାରିବେ ନାହିଁ, କିନ୍ତୁ ଆପଣଙ୍କର ଅନୁପସ୍ଥିତିକୁ ସବୁ କାର୍ଯ୍ୟରେ ଅନୁଭବ କରିପାରିବେ। ପ୍ରଜାମାନଙ୍କର ବଳ ହେଉଛି ଶାସନକର୍ତ୍ତା, କ୍ଷତ୍ରିୟମାନଙ୍କର ବଳ ହେଉଛି ସାହସ, ପଣ୍ଡିତମାନଙ୍କର ବଳ ହେଉଛି ବିଦ୍ୟା, କର୍ମୀ ଲୋକର ବଳ ହେଉଛି ଧୈର୍ଯ୍ୟ, ଧନୀ ଲୋକର ବଳ ହେଉଛି ଧନ, ଧାର୍ମିକ ଲୋକର ବଳ ହେଉଛି ପୁଣ୍ୟ, ମହତ୍ ଲୋକର ବଳ ହେଉଛି ଚରିତ୍ର, ଛାତ୍ରମାନଙ୍କର ବଳ ହେଉଛି ଶିଷ୍ଟାଚାର, କ୍ରୋଧର ବଳ ହେଉଛି କଠୋର ବଚନ, ଖଳମାନଙ୍କର ବଳ ହେଉଛି ହିଂସା, ସାକ୍ଷୀମାନଙ୍କର ବଳ ହେଉଛି ମିଥ୍ୟା। ଜୀବନରେ ସାଙ୍ଗମାନେ ସବୁବେଳେ ଉପଯୁକ୍ତ ମାର୍ଗରେ ରହି ନିଜେ ହସି ଅନ୍ୟକୁ ହସିବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଏ ଜୀବନ ଆଉ କେତେ ଦିନ ବାକି ଅଛି ତାହା କାହାକୁ ଜଣା ନାହିଁ। ଲୋକଙ୍କ ନିନ୍ଦାକୁ ଡରି ନିଜ ରାସ୍ତା ବଦଳାନ୍ତୁ ନାହିଁ, କାରଣ ସଫଳତା ଲାଜରୁ ନୁହେଁ ସାହସରେ ମିଳିଥାଏ। ମା ହୁଏତ ଲେଖାପଢ଼ା ଜାଣିନଥାଏ ସାଙ୍ଗମାନେ, କିନ୍ତୁ ଦୁନିଆର ସବୁଠାରୁ ଜରୁରୀ କଥା ଆମକୁ ମା ହିଁ ଶିଖାଇଥାଏ। ସେଥିପାଇଁ ତ କୁହାଯାଏ ମା ହେଉଛି ପ୍ରଥମ ଗୁରୁ। ନମସ୍କାର ସାଙ୍ଗମାନେ, ମନେ ରଖନ୍ତୁ ନମସ୍କାର ସାଙ୍ଗମାନେ ମନେ ରଖନ୍ତୁ, ଆନନ୍ଦରେ ଥିବା ସମୟରେ ପ୍ରତିଜ୍ଞା କର ନାହିଁ, କ୍ରୋଧରେ ଥିବା ସମୟରେ ଉତ୍ତର ଦିଅ ନାହିଁ ଏବଂ ଦୁଃଖରେ ଥିବା ସମୟରେ ନିର୍ଣ୍ଣୟ କେବେ ନିଅ ନାହିଁ। ଚଢ଼େଇଟିଏ ବଞ୍ଚିଥିଲା ବେଳେ ପିମ୍ପୁଡ଼ିକୁ ଖାଦ୍ୟ ଭାବେ ଗ୍ରହଣ କରେ। ଚଢ଼େଇର ମୃତ୍ୟୁ ହେଲା ପରେ ପିମ୍ପୁଡ଼ିଟି ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରେ। ପରିସ୍ଥିତି ପରିବେଶ କେତେବେଳେ ବି ବଦଳି ଯାଇପାରେ, ଏଣୁ କେବେ କାହାକୁ ଘୃଣା କିମ୍ବା ଛୋଟ ଭାବନ୍ତୁ ନାହିଁ। ତୁମେ ଆଜି ଶକ୍ତିଶାଳୀ ହୋଇଥାଇପାର, କିନ୍ତୁ ସମୟ ତୁମଠାରୁ ବହୁତ ଶକ୍ତିଶାଳୀ। କାହାକୁ ଭୁଲ ବୁଝିବା ପୂର୍ବରୁ ପ୍ରଥମେ ତା'ର ଅବସ୍ଥା ଜାଣିବା ଉଚିତ। କାହାକୁ ଅଯଥାରେ ଭୁଲ ଭାବନ୍ତୁ ନାହିଁ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେତେବେଳେ ଏ ତିନୋଟି କାମ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏନି ସାଙ୍ଗମାନେ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। କେହି ଲୁହାକୁ ନଷ୍ଟ କରିପାରିବେନି, କିନ୍ତୁ ଏହାର ନିଜର କଳଙ୍କ ନଷ୍ଟ କରିପାରେ। ସେହିଭଳି କେହି ମଣିଷକୁ ବିନାଶ କରିପାରିବେନି, କିନ୍ତୁ ତା'ର ନିଜ ମାନସିକତା ବିନାଶ କରିପାରେ। ଫୁଲର ସୁବାସ ନଥିଲେ ସେ ଫୁଲର ମୂଳ ନଥାଏ। ଠିକ୍ ସେହିପରି ସେ ଫୁଲର ସୌନ୍ଦର୍ଯ୍ୟ ବି ନଷ୍ଟ ହୋଇଥାଏ। ଫୁଲର ସୁବାସ ନଥିଲେ ସାଙ୍ଗମାନେ ସେ ଫୁଲର ମୂଳ ନଥାଏ, ସେ ଫୁଲ ଫୁଟିବା ବ୍ୟର୍ଥ। ଠିକ୍ ସେହିପରି ମଣିଷ ଚରିତ୍ର ନଥିଲେ ସେ ମଣିଷର ଜନ୍ମ ହେବା ବୃଥା।
ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍